ଶୁଣନ୍ତୁ ଶାଶ୍ୱତ ବିଦ୍ୟାନିକେତନ ଚାନ୍ଦପଡ଼ା ଯୋଉ ବାଲାଜୀପୁର ଯୋଉ ସପ୍ତମୀ ନିର୍ବାଚନ ମଣ୍ଡଳୀର ସୁନ୍ଦର କାର୍ଯ୍ୟକ୍ରମ ହେଇଥିଲା ତାଙ୍କର ବାର୍ଷିକ ଉତ୍ସବଟି ସମସ୍ତ ପ୍ରଧାନ ଶିକ୍ଷକ ଏବଂ ଯୋଉମାନେ ଅଛନ୍ତି ଶିକ୍ଷୟିତ୍ରୀ ଅଛନ୍ତି କର୍ମକର୍ତ୍ତା ଯୋଉମାନେ ସ୍କୁଲକୁ ନେଇ ଆଣି କହିଛନ୍ତି ସ୍କୁଲକୁ ଗଢିଛନ୍ତି ସମସ୍ତେ ଗୋଟେ ପାରିବାରିକ ପରିବେଶ ସୃଷ୍ଟି କରି ପିଲାମାନଙ୍କର ଭବିଷ୍ୟତକୁ ଗଢିବା ପାଇଁ ଯୋଉ ଲକ୍ଷ୍ୟ ରଖିଛନ୍ତି ତାହା ନିଶ୍ଚିତ ଆଗାମୀ ଦିନରେ ଏଇ ଛାତ୍ରଛାତ୍ରୀମାନେ ଏଇ ସ୍କୁଲରେ ଯୋଉ ଉତ୍ତୀର୍ଣ୍ଣ ହେବେ ଆଗକୁ ବଢିବେ ଏବଂ ଦେଶ ଗଠନ ଓଡ଼ିଶା ଗଠନରେ ନିଶ୍ଚିତ ଭାଗିଦାରୀ ହେବେ ଆମର ଏଠି କାମନା ଜଗନ୍ନାଥ আজি শাশ্বত বিদ্যানিকেতন নূতন গৃহ এবং বার্ষিক মহোৎসবরে আজি মোর উপস্থিত আম সমস্ত আপন মানকর মধ্যে উপস্থিত এটি গোটে ভাল বার্তা এবং গোটে গৌরবর কথা আমি সমস্তে আজি যে বন্ধু মানকর শিক্ষাবিদ মানকর এবং গুরুজন মানকর অনুষ্ঠানর মানে সভাপতি এবং অঞ্চলর জনে সমাজসেবী শিখর বারিকর আয়োজনে এত গোটে আয়োজন করা যাইছি তেণু ସେଥିପାଇଁ ସମସ୍ତଙ୍କୁ ମୋର ଧନ୍ୟବାଦ। ଶିକ୍ଷା ହେଉଛି ବିକାଶର ମେରୁଦଣ୍ଡ। ଯେଉଁ ଦେଶରେ ଯେତେ ଶିକ୍ଷାର ବିକାଶ ହୋଇଛି ସେ ଦେଶ ସେତେ ପ୍ରଗତିଶୀଳ ହୋଇଛି। ତେଣୁ ସମସ୍ତଙ୍କୁ ମୋର ଅନୁରୋଧ ଆମେ ସମସ୍ତେ ଗୋଟେ ଶିକ୍ଷା ଉପରେ ସମସ୍ତଙ୍କୁ ଆମେ ଭଲ ଉପଦେଶ ଦେବା ଏବଂ ଶିକ୍ଷାର ଉନ୍ନତି ପାଇଁ ଆମେ ସମସ୍ତେ ଚେଷ୍ଟା କରିବା। ଖାଲି ପାଠ ପଢ଼ିଲେ ହେବନି, ତେଣୁ ପାଠ ପଢ଼ି ଭଲ ମଣିଷ ହୋଇ ଆମେ ଆମ ନିଜ ଜାତି ପାଇଁ ଆମ ଅଞ୍ଚଳ ପାଇଁ ଏବଂ ଦେଶ ପାଇଁ ଭଲ କାମ କରିବା। ଏତିକି କହୁଛି। ଜୟ ଜଗନ୍ନାଥ। ଶାଶ୍ୱତ ବିଦ୍ୟାନିକେତନ ଚାନ୍ଦପଡ଼ା ବଳାଜପୁର ପ୍ରଧାନ ଶିକ୍ଷକ। ମୋର ନାଁ ହେଉଛି ଦେବେନ୍ଦ୍ର କୁମାର ତ୍ରିପାଠୀ। ଆମ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ପାଳନ କରାଯାଉଛି। ବିଧାୟକ ଆଉ ବିଭିନ୍ନ ଅତିଥି ପୂର୍ବତନ ସାଂସଦ ସମସ୍ତେ ଆସିଥିଲେ ଏବଂ ସେମାନେ ପିଲାମାନଙ୍କୁ କିଭଳି ଭାବରେ ଭଲ ପାଠ ପଢ଼ିବେ, ବିଦ୍ୟାଳୟର କେମିତି ନାଁ ରହିବ, ଶିକ୍ଷକ ମାନଙ୍କୁ ତଥା ପ୍ରଧାନ ଶିକ୍ଷକଙ୍କୁ ଉପଦେଶ ଦେଲେ ଏବଂ ପିଲାମାନଙ୍କୁ ମଧ୍ୟ ଉପଦେଶ ଦେଲେ କିଭଳି ଭାବରେ ଭଲ ପାଠ ପଢ଼ିବେ, ଭବିଷ୍ୟତରେ ଭଲ ମଣିଷ ହେବେ ଏବଂ ବିଦ୍ୟାଳୟର କିଭଳି ଭାବରେ ଉନ୍ନତି ହେଇପାରିବ ସେଥି ମଧ୍ୟ ସେ ଉପଦେଶ ଦେଇକିରି ଗଲେ। ବିଧାୟକ ଦାବି ଥିଲା ଆମର ମାତ୍ର 2ଟି ବଖରା ଘର ହେଇଛି ଯୋଉଟା କି ସ୍ମାର୍ଟ କ୍ଲାସ ରୁମ୍, କିନ୍ତୁ ଆମର ଇ ଲାଇବ୍ରେରୀ ଏବଂ ସାଇନ୍ସ ଲାବୋରେଟୋରୀ ଆମର ନାହିଁ। ସେଟା ଆମର ବହୁତ ଅସୁବିଧା ହଉଛି ଏବଂ ଖେଳ ପଡିଆ ଜାଗା ଅଛି 2 ଏକରରୁ ଅଧିକ ଆମ ପାଖରେ ଜମି ଅଛି, ପଡିଆ ଅଛି, କିନ୍ତୁ ସେ ପଡିଆରେ ପିଲାମାନେ ଖେଳି ପାରୁନାହାନ୍ତି। ଆଉ ସେ ପଡିଆ ପୁରା ଖାଲ ଢିପ ହେଇଛି, ବର୍ଷା ଦିନେ ପାଣି ଜମୁଛି, ତେଣୁ ପିଲାମାନେ ଖେଳରୁ ବଞ୍ଚିତ ହଉଛନ୍ତି। ତେଣୁ ଆମେ ଦାବି କରୁଛୁ ଯେ କେମିତି ଏସବୁ ଯୋଉ ଅସୁବିଧା ଦୂରୀଭୂତ ହୁଅନ୍ତା।